ଆଜିର ଭିଡିଓରେ ଆମେ କୋର୍ 1 ର ୟୁନିଟ୍ 1 ଭାଷାର ସଂଜ୍ଞା ସ୍ୱରୂପ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବା। ପୂର୍ବ ଭିଡିଓରେ ଆମେ ଭାଷାର କାହାକୁ କୁହାଯାଏ ଏହାର ସଂଜ୍ଞା ସ୍ୱରୂପ ଆଲୋଚନା କରିସାରିଛେ। ଆଜିର ଭିଡିଓରେ ଆମେ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିବା। ଭାଷାର ଶ୍ରେଣୀ ବିଭାଗ। ଭାଷାକୁ ସାଧାରଣତଃ ବହୁ ଭାଗରେ ବିଭକ୍ତ କରାଯାଇଛି, ଯଥା ସେଗୁଡ଼ିକ ହେଲା: ପ୍ରଥମ, ମୂଳ ଭାଷା। ଯେଉଁ ବୃହତ ଭାଷାରୁ ବହୁ ଶାଖା ଭାଷା ସୃଷ୍ଟି ହୋଇଥାଏ ତାହାକୁ ମୂଳ ଭାଷା କୁହାଯାଏ। ଗୋଟିଏ ବୃହତ ଭାଷା ଥିବ, ସେଥିରୁ ବିଭିନ୍ନ ଭାଷା ସୃଷ୍ଟି ହୋଇଥିବ, ତାହାକୁ ମୂଳ ଭାଷା ବୋଲି କୁହାଯାଏ। ଏହି ରୂପ ଇତିହାସ ଆଧାରିତ ହୋଇଥାଏ। ଉଦାହରଣ ସ୍ୱରୂପ ୟୁରୋପୀୟ ଭାଷାକୁ ଗ୍ରହଣ କରାଯାଇପାରେ। ଭାଷାର ପାରିବାରିକ ବର୍ଗୀକରଣ ବେଳେ ଏପରି ଭାଷାକୁ ଏକ ଭାଷା ପରିବାରର ମୂଳ ଭାଷା ରୂପେ ବିଚାର କରାଯାଏ। ମୂଳ ସ୍ଥାନରେ କିଛି କାଳ ରହିବା ପରେ ଜନସଂଖ୍ୟା ବୃଦ୍ଧି ହେତୁ ଏହି ଭାଷାଭାଷୀମାନଙ୍କ ମଧ୍ୟରୁ କେତେଜଣ ମୂଳ ସ୍ଥାନ ରହିଥାନ୍ତି ଓ ଅନ୍ୟମାନେ ବିଭିନ୍ନ ଦିଗକୁ ଆଦ୍ୟ ବାସସ୍ଥାନ ସଂସ୍ଥା ଲକ୍ଷ୍ୟରେ ବିକ୍ଷିପ୍ତ ହୋଇଥାନ୍ତି। ଅର୍ଥାତ୍ ଗୋଟିଏ ଜାଗାରେ ମୂଳ ଭାଷା ଯେଉଁଟା ଥିବ ସେଠାରେ ଲୋକମାନେ ବାସ କରିବେ, କିଛି ଜନସଂଖ୍ୟା ବୃଦ୍ଧି ହେବା ଯୋଗୁଁ ସେମାନେ ଅଲଗା ଜାଗାକୁ ଗଲେ ସେଠାରେ ଅନ୍ୟାନ୍ୟ ଭାଷା ଶିଖିଥାନ୍ତି, ଫଳରେ ମୂଳ ଭାଷାରୁ ବିଭିନ୍ନ ଭାଷା ସୃଷ୍ଟି ହୋଇଥାଏ। ଏବେ ଆମେ ଦେଖିବା ପ୍ରାମାଣିକ ଭାଷା କାହାକୁ କୁହାଯାଏ। ପ୍ରାମାଣିକ ବା ମାନକ ବା ପରିନିଷ୍ଠିତ ବା ଆଦର୍ଶ ଭାଷା ବୋଲି ଏହାକୁ କୁହାଯାଇଥାଏ। ଯେଉଁ ବଳିଷ୍ଠ ଆଞ୍ଚଳିକ ଭାଷା ତଥା ଉପଭାଷା ଅନ୍ୟ ସହଯୋଗ୍ୟ ଉପଭାଷାମାନଙ୍କ ଉପରେ ନିଜର ସାହିତ୍ୟିକ ଓ ସାଂସ୍କୃତିକ ଶ୍ରେଷ୍ଠତ୍ୱକୁ ଆରୋପ କରି ପ୍ରତିନିଧିତ୍ୱ ସାଧନ ଭିତ୍ତିରେ ସର୍ବସାଧାରଣ ଭାଷା ରୂପେ ବ୍ୟବହୃତ ହୋଇଥାଏ, ତାହାକୁ ପ୍ରାମାଣିକ ଭାଷା ବା ମାନକ ଭାଷା କୁହାଯାଏ। ଅର୍ଥାତ୍ ଆଞ୍ଚଳିକ ଭାଷା ସହିତ ଉପଭାଷା ମିଶିକରି ଯେଉଁ ଭାଷାଟି ରହିଥାଏ ତାହାକୁ ପ୍ରାମାଣିକ ଭାଷା କୁହାଯାଏ। ଏହି ଭାଷା ପାରସ୍ପରିକ ବିଚାର ବିନିମୟ, ସାଧାରଣ ମାଧ୍ୟମ ରୂପେ ସାହିତ୍ୟ ରଚନା, ଶିକ୍ଷା, ଶାସନ, ପତ୍ରାଳାପ ଓ ସମ୍ବାଦ ସରବରାହ ବା ଇତ୍ୟାଦି କାର୍ଯ୍ୟରେ ପ୍ରଯୁକ୍ତ ହୋଇଥାଏ। ଅର୍ଥାତ୍ ଯେଉଁ ଭାଷାଟି ଆମର ସାହିତ୍ୟ କ୍ଷେତ୍ରରେ ହେଉ, ଶିକ୍ଷା କ୍ଷେତ୍ରରେ ପ୍ରଚଳିତ, ତାହାକୁ ପ୍ରାମାଣିକ ଭାଷା କୁହାଯାଏ। ଯେପରିକି ଓଡ଼ିଶାରେ ଓଡ଼ିଆ ହେଉଛି ଏକ ପ୍ରାମାଣିକ ଭାଷା। ରାଷ୍ଟ୍ରଭାଷା। ପ୍ରାମାଣିକ ଭାଷା ଅନ୍ୟ ଉପଭାଷାମାନଙ୍କ କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ସମସ୍ତଙ୍କର ସ୍ଥାନୀୟ ପ୍ରତିନିଧି ହେଲେ ପ୍ରାମାଣିକ ଭାଷାର ପଦବାଚ୍ୟ ହୋଇଥାଏ। ପ୍ରାମାଣିକ ଭାଷାରେ ଅନ୍ୟ ଉପଭାଷାଗୁଡ଼ିକ ମିଶିଲେ ତାହା ହୋଇଥାଏ ପ୍ରାମାଣିକ ଭାଷା। ସେହିପରି ପ୍ରାମାଣିକ ଭାଷା ଅନ୍ୟ ପ୍ରାମାଣିକ ଭାଷାମାନଙ୍କ କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ବିଭିନ୍ନ ଭାଷାମାନଙ୍କର ପାରସ୍ପରିକ ଭାବ ଓ ବିଚାରରେ ଆଦାନ ପ୍ରଦାନର ମାଧ୍ୟମ ରୂପେ ବିବେଚିତ ହୁଏ ଓ ସମଗ୍ର ରାଷ୍ଟ୍ର ସ୍ତରରେ ସ୍ୱୀକୃତି ଲାଭ କରେ, ସେତେବେଳେ ତାହାକୁ ରାଷ୍ଟ୍ରଭାଷା କୁହାଯାଏ। ପ୍ରାମାଣିକ ଭାଷା ଅନ୍ୟ ପ୍ରାମାଣିକ ଭାଷାରେ ବିସ୍ତୃତି ଲାଭ କରି ଯେଉଁ ରାଷ୍ଟ୍ରରେ ସେହି ଭାଷାଟି ପ୍ରଚଳିତ ହୋଇଥାଏ ତାହାକୁ ରାଷ୍ଟ୍ରଭାଷା କୁହାଯାଏ। ହିନ୍ଦୀ ଭାଷା ଧୀରେ ଧୀରେ ଭାରତବର୍ଷର ରାଷ୍ଟ୍ରଭାଷା ରୂପେ ବିବେଚିତ ହୋଇଥାଏ। ଆଜି ଭାରତବର୍ଷର ରାଷ୍ଟ୍ରଭାଷା ରୂପେ ବିବେଚିତ ହୋଇଥାଏ। ଆଜି ଭାରତବର୍ଷର ବଡ଼ ବଡ଼ ସହରରେ ବିଭିନ୍ନ ଭାରତୀୟ ଭାଷାଭାଷୀ ମାନେ ଯେତେବେଳେ ଏକତ୍ର ହୋଇଥାନ୍ତି, ସେତେବେଳେ ଇଂରାଜୀ ଛଡ଼ା ହିନ୍ଦୀ ଭାଷାରେ ମଧ୍ୟ ଭାବ ବିନିମୟ କରିଥାନ୍ତି। ଦେଖିବ, ରାଷ୍ଟ୍ର ଯେକୌଣସି ସ୍ଥାନରେ ମଧ୍ୟ ତୁମେ ଯିବ, ଦେଖିବ ଇଂରାଜୀ ଏବଂ ହିନ୍ଦୀ ଭାଷାଟି ମଧ୍ୟ ବହୁ ଭାବରେ ପ୍ରଚଳିତ ହୋଇଛି, ତେଣୁ ଏହାକୁ ମଧ୍ୟ ରାଷ୍ଟ୍ରଭାଷା କୁହାଯାଏ। ଏବେ ଆଲୋଚନା କରିବା ବିଶ୍ୱଭାଷା। ସାମ୍ପ୍ରତିକ ଯୁଗରେ ଜ୍ଞାନ ବିଜ୍ଞାନର ପ୍ରଗତି ଓ ଗମନାଗମନ ଶୃଙ୍ଖଳିତ ସହଜ ବ୍ୟବସ୍ଥା ସୂତ୍ରରେ ରାଷ୍ଟ୍ର ମଧ୍ୟରେ ସାଂସ୍କୃତିକ, ରାଜନୈତିକ, ବାଣିଜ୍ୟିକ ତଥା ମାନବୀୟ ସମ୍ପର୍କର ଯୋଗସୂତ୍ର ରୂପେ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ମାନକ ଭାଷା ରୂପେ ଇଂଲଣ୍ଡର ପ୍ରାମାଣିକ ଭାଷା ଇଂରାଜୀକୁ ବିଶ୍ୱଭାଷା ମାନ୍ୟତା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ କୌଣସି ଭୂଖଣ୍ଡରେ ଭାଷା ଏହା ଅର୍ଥ ଉଦ୍ଦେନରେ ଯେଉଁ ସମୟରେ ସମଗ୍ର ବିଶ୍ୱ ଅଧିବାସୀମାନେ ଭାବ ବିନିମୟ ମାଧ୍ୟମ ରୂପେ ଗୃହୀତ ହୁଏ, ସେହି ଭାଷାକୁ ବିଶ୍ୱଭାଷା ବା ଅନ୍ତରାଷ୍ଟ୍ରୀୟ ଭାଷା କୁହାଯାଏ। ତେଣୁ ଦେଶ ମଧ୍ୟରେ ଯେଉଁ ଭାଷା ସମ୍ପର୍କ ସ୍ଥାପନ କରିଥାଏ ବା ପ୍ରଚଳିତ ହୋଇଥାଏ, ବିଶ୍ୱରେ ଯେଉଁ ଭାଷା ପ୍ରଚଳିତ ହୁଏ ତାହାକୁ ବିଶ୍ୱଭାଷା କୁହାଯାଏ। ଇଂରାଜୀ ଆମର ହେଉଛି ବିଶ୍ୱଭାଷା। ରାଜଭାଷା। ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ପ୍ରଶାସନିକ ତଥା ବୃତ୍ତିଗତ କାର୍ଯ୍ୟର ପରିଚାଳନା ନିମନ୍ତେ ବ୍ୟବହୃତ ଭାଷାକୁ ରାଜଭାଷା ବା ସରକାରୀ ଭାଷା ରୂପେ ଗ୍ରହଣ କରାଯାଏ। ମୁଖ୍ୟତଃ ସ୍ୱାଧୀନ ସାର୍ବଭୌମତ୍ୱ ରାଷ୍ଟ୍ରମାନଙ୍କରେ ରାଷ୍ଟ୍ରଭାଷା ହିଁ ରାଜଭାଷାର ପଦବାଚ୍ୟ ହୋଇ ପ୍ରଶାସନିକ ବିଚାର ବିନିମୟର ମାଧ୍ୟମ ରୂପେ ବ୍ୟବହୃତ ହୋଇଥାଏ। ମାତ୍ର ପରାଧୀନ ରାଷ୍ଟ୍ରରେ ରାଜଭାଷା ଶାସକ ସମାଜର ଭାଷା ହୋଇଥାଏ। ଇଂରେଜ ଶାସନ କାଳରେ ହିନ୍ଦୀ ଭାରତରେ ବରିଷ୍ଠ ଭାଷା ଭାବରେ ପାରସ୍ପରିକ ଭାବ ବିନିମୟ ମାଧ୍ୟମରେ ହୋଇଥିଲେ ମଧ୍ୟ ଇଂରାଜୀ ଭାଷା ହିଁ ରାଜଭାଷା ରୂପେ ଗ୍ରହଣ କରାଯାଇଥିଲା। ପୂର୍ବେ ଇଂରେଜମାନଙ୍କ ଶାସନ ଥିଲା, ସେତେବେଳେ ଇଂରାଜୀ ଭାଷାରେ ସେମାନେ କଥାବାର୍ତ୍ତା ହେଉଥିବାରୁ ଇଂରାଜୀ ଭାଷାକୁ ରାଜଭାଷା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟ ଦେଖିବ ହିନ୍ଦୀ ହେଉଛି ଏକ ରାଜଭାଷା। ମାତୃଭାଷା। ସାଧାରଣ ଅର୍ଥରେ ମାତୃଭାଷା କହିଲେ ଜନ୍ମଗତ ପରିବେଶ, ପାରିବାରିକ ବାତାବରଣ ଓ ସାଂସ୍କୃତିକ ଚଳଣି ଭିତ୍ତିରେ ମାତୃକ୍ରୋଡ଼ରୁ ଶିଶୁ ଯେଉଁ ଭାଷା ଅର୍ଜନ କରିଥାଏ ତାହାକୁ ମାତୃଭାଷା କୁହାଯାଏ। ଆମେ ଯେଉଁଠାରେ ଜନ୍ମଗ୍ରହଣ କରିଥାଉ, ଯେଉଁ ପରିବେଶରେ ବସବାସ କରିଥାଉ, ସେଥିରୁ ଯେଉଁ ଭାଷା ଶିଖିଥାଉ ତାହାକୁ ମାତୃଭାଷା କୁହାଯାଏ।
ପାରିବାରିକ ପରିବେଷଣୀ ଭିତରେ ମାତା ପିତା ଓ ଆତ୍ମୀୟ ସୁଜନଙ୍କର କଥୋପକଥନକୁ ଅନୁକରଣ କରି ଶିଶୁଟି ନିଜର ଆଶା ଆକାଂକ୍ଷା ବିସ୍ମୟ ଜିଜ୍ଞାସା ଆବଶ୍ୟକତା ଆଦିକୁ ପ୍ରକାଶ କରିବା ନିମନ୍ତେ ଯେଉଁ ଅର୍ଥପୂର୍ଣ୍ଣ ଧ୍ୱନି ସଂକେତ ଗୁଡ଼ିକ ମାଧ୍ୟମ ରୂପେ ଗ୍ରହଣ କରିଥାଏ ତାହା ହିଁ ମାତୃଭାଷାର ମୂଳ ଉପାଦାନ। ଏହି ପରିପ୍ରେକ୍ଷୀରେ ମାତୃଭାଷା ହେଉଛି ମାଆକୁ ଅନୁସରଣ କରି ଅର୍ଜନ କରିଥିବା ଭାଷା। ଏହାଦ୍ୱାରା ମଣିଷ ସ୍ୱତନ୍ତ୍ର ପରିଚୟ ପାଏ। ଅର୍ଥାତ୍ ମାତୃଭାଷା କହିଲେ ଆମ ପରିବାରରେ କିମ୍ବା କୌଣସି ଆମ ପରିବେଶରେ ମଧ୍ୟ କୌଣସି ବ୍ୟକ୍ତି ବା ସମାଜରେ କଥାବାର୍ତ୍ତା କରୁଥିବା ବ୍ୟକ୍ତିମାନଙ୍କ ଠାରୁ ଯେଉଁ ଭାଷା ଶିଖିଥାଉ ତାହାକୁ ମାତୃଭାଷା କୁହାଯାଏ। ପ୍ରାଥମିକ ଅବସ୍ଥା ଶିଶୁଟି ସେହି ଭାଷାକୁ ବ୍ୟବହାର କରିଥାଏ। ମାତୃଭାଷା ମାଧ୍ୟମରେ ନିଜର ବିକାଶ ଲାଭ କରିଥାଏ। ଦ୍ୱିତୀୟ ଭାଷା ବକ୍ତା ତାର ମାତୃଭାଷା ବ୍ୟତୀତ ଯେତେବେଳେ ଅନ୍ୟ ଏକ ଭାଷାକୁ ନିଜର ଭାବ ବିନିମୟର ଭାଷା ରୂପେ ଗ୍ରହଣ କରିଥାଏ ସେତେବେଳେ ସେହି ଭାଷାକୁ ଦ୍ୱିତୀୟ ଭାଷା କୁହାଯାଏ। ଅର୍ଥାତ୍ ଘରେ ମଧ୍ୟ ଯେଉଁ ଭାଷା କହୁଥାଏ ତାହା ମାତୃଭାଷା, କିନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ଷେତ୍ରରେ ଶିକ୍ଷା କ୍ଷେତ୍ରରେ ଯେଉଁ ଭାଷା ବ୍ୟବହାର କରିଥାଏ ତାହାକୁ ଦ୍ୱିତୀୟ ଭାଷା ବୋଲି କୁହାଗଲା। ଉଦାହରଣ ସ୍ୱରୂପ ଯେତେବେଳେ ଗୋଟିଏ ହିନ୍ଦୀ ଭାଷାଭାଷୀ ଲୋକ ତାର ପାରିବାରିକ କ୍ଷେତ୍ରରେ ଭାବ ବିନିମୟ ପାଇଁ ହିନ୍ଦୀ ଭାଷାର ପ୍ରୟୋଗ କରିଥାଏ, ସେଭଳି ଅନ୍ୟ ଭାଷା ବା ଇଂରାଜୀ ଭାଷାକୁ ନିଜର ପ୍ରয়োଜନୀୟ ଭିତ୍ତିରେ ଦ୍ୱିତୀୟ ଭାଷା ରୂପେ ଅର୍ଜନ ଓ ବ୍ୟବହାର କରିଥାଏ। ଅପଭାଷା ଅପଭାଷାକୁ ଦୁଇଟି ଅର୍ଥରେ ଗ୍ରହଣ କରାଯାଇପାରେ। ବିକୃତ ଭାଷା, ଅଶିଷ୍ଟ ବା ଅକ୍ଳିଷ୍ଟ ଭାଷା। ଏହା ଭାଷା ଗୋଷ୍ଠୀର ଲୋକ ଯେତେବେଳେ ଅପର ଭାଷା ଭଲ କରି ନ ଶିଖି ଉଚ୍ଚାରଣ କରି ସେହି ଭାଷାର ପ୍ରୟୋଗ କରେ ତେବେ ଭ୍ରମ ଓ ବିକୃତ ସୃଷ୍ଟି ହୋଇଥାଏ। ଏକ ଭାଷା ଗୋଷ୍ଠୀର ଲୋକ ଯେତେବେଳେ ନିଜ ଭାଷାରେ ଜାଣି ଜାଣି କେତେକ ଅଶାଳୀନ ଅସଭ୍ୟ ପଦ ପ୍ରୟୋଗ କରେ ତାହାକୁ ଅପଭାଷା କୁହାଯାଏ। କେତେଗୁଡ଼ିଏ ଭାଷା ରହିଛି ଆମ ଭାଷାରେ ଆମେ ନିଜେ ମଧ୍ୟ ଜାଣିବୁ କି କେତେଗୁଡ଼ିଏ ଶବ୍ଦ ଉଚ୍ଚାରଣ ଭୁଲ କରିଥାଏ ତାହାକୁ ଅପଭାଷା କୁହାଯାଏ। ପ୍ରାଚୀନ କାଳରେ ଇଂରେଜମାନେ ଆସିଥିଲେ ଏବଂ ସେମାନେ ସଂସ୍କୃତ ଭାଷାରେ ପ୍ରୟୋଗ ଓ ଉଚ୍ଚାରଣ ସଠିକ ଭାବେ କରୁ ନଥିବାରୁ ସେମାନଙ୍କୁ ମେଛ ଅର୍ଥାତ୍ ଅପଭାଷୀ କୁହାଯାଏ। ପ୍ରାଚୀନ ଭାରତରେ ଆମର ଇଂରେଜମାନେ ଶାସନ କରୁଥିଲେ, ସେମାନେ ଆମର ଭାଷାକୁ ଜାଣିନଥିଲେ, ଫଳରେ ସେମାନେ ଉଚ୍ଚାରଣଗତ ଭୁଲ କରୁଥିଲେ, ତାହାକୁ ଅପଭାଷା କୁହାଗଲା ଏବଂ ଯେଉଁମାନେ ଉଚ୍ଚାରଣ କରୁଥିଲେ ତାହାକୁ ଅପଭାଷୀ କୁହାଯାଏ। ଅପଭାଷାର ଲକ୍ଷଣ ଏଥିରେ ଶାସ୍ତ୍ରୀୟ ଆଦର୍ଶ ରହିଛି। କେତେକ ଶବ୍ଦ ଅସଭ୍ୟ ବା ଆଶାଳୀନ ଅର୍ଥ ପ୍ରକାଶ କରିଥାଏ। ସେଗୁଡ଼ିକ ହେଲା ବେଧ, ଚୁତିଆ, ବଦମାସ, ବଜାତ, ରାସ୍କେଲ ଇତ୍ୟାଦି। ଅପଭାଷା ଏକ ବିଶେଷ ଶ୍ରେଣୀ ସାମାଜିକ ବିଭାଗ ବା ସମବୟସ୍କ ମାନଙ୍କଠାରେ ପ୍ରଚଳିତ ହୋଇଥାଏ, ଯଥା ଶଳା, ବେଇମାନ ଇତ୍ୟାଦି। ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ଅପଭାଷା। ଅପଭାଷାରେ ଶବ୍ଦର ଉତ୍ତମ ଅର୍ଥ ତ୍ୟାଗ କରି ହୀନ ଅର୍ଥ ଗ୍ରହଣ କରାଯାଇଥାଏ, ଯଥା ତେଲେଇବା, ତେଲ ମାଲିସ କରିବା। ସଂକର ଭାଷା ବା ମିଶ୍ରିତ ଭାଷା ଦୁଇ ବା ତହିଁରୁ ଅଧିକ ସମ୍ପୂର୍ଣ୍ଣ ଅସମ୍ପୃକ୍ତ ଭାଷା କୌଣସି କାର୍ଯ୍ୟ ତୁଲାଇବା ଲକ୍ଷ୍ୟରେ ସ୍ଥାୟୀ ଭାବରେ ମିଳିତ ହୋଇ ଏକ ସରଳ ଭାଷା ସୃଷ୍ଟି କଲେ ଏହାକୁ ମିଶ୍ରିତ ଭାଷା ବା ସଂକର ଭାଷା କୁହାଯାଏ। କ୍ରୟ ବିକ୍ରୟ ସୁବିଧା କ୍ଷେତ୍ରରେ କେତୋଟି ଭାଷାର ପ୍ରୟୋଗ କରାଯାଇଥାଏ। ସେଗୁଡ଼ିକ ହେଲା ପିଜିନ୍ ଇଂରାଜୀ, ବିଚଲାମାର, ଚିନୁକ୍ ଇଂରାଜୀ, ସବିର କୃତ୍ରିମ ଭାଷା, ମରିସସ୍ କ୍ରେଲ୍। ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ସଂକର ଭାଷା ମିଶ୍ରିତ ଭାଷା। ଏବେ ଗୋଟିଏ ଗୋଟିଏକୁ ଆଲୋଚନା କରିବା। ପିଜିନ୍ ଇଂରାଜୀ ଇଂରାଜୀ ବିଜନେସ୍ ଶବ୍ଦର ଚୀନା ଉଚ୍ଚାରଣ ପିଜିନ୍। ଏହି ଭାଷାର ଇଂରାଜୀ ଶବ୍ଦର ପରିମାଣ ବେଶୀ, ଚୀନ ଶବ୍ଦର ପରିମାଣ ଅଳ୍ପ। ଇଂରାଜୀ ଶବ୍ଦରେ ଚୀନା ଭାଷାର ଧ୍ୱନି ଏବଂ ବ୍ୟାକରଣ ପ୍ରଭାବ ପଡ଼ିବା ଫଳରେ ଏହି ଭାଷା ସୃଷ୍ଟି ହୋଇଛି। ଅଷ୍ଟାଦଶ ଶତାବ୍ଦୀରେ ସୃଷ୍ଟି ଏହି ଭାଷା ଚୀନ, ଜାପାନ ଓ କାଲିଫର୍ଣ୍ଣିଆରେ ପ୍ରଚଳିତ ଥିଲା। ଏହି ଭାଷାରେ ପିଜିନ୍ ଭାଷାରେ ଇଂରାଜୀର ପରିମାଣ ଅଧିକ ଥିଲା ଏବଂ ଚୀନର ପରିମାଣ କମ୍ ଥିଲା, ସେଥିପାଇଁ ଏହାକୁ ପିଜିନ୍ ଇଂରାଜୀ ବୋଲି କୁହାଗଲା। ଏହି ଭାଷା ଅଷ୍ଟାଦଶ ଶତାବ୍ଦୀରେ ଚୀନ, ଜାପାନ ଓ କାଲିଫର୍ଣ୍ଣିଆରେ ପ୍ରଚଳିତ ଥିଲା, ବ୍ୟବସାୟିକ କ୍ଷେତ୍ରରେ କିମ୍ବା ଯେକୌଣସି କ୍ରୟ ବିକ୍ରୟ କ୍ଷେତ୍ରରେ। ବିଚଲାମାର ଏହି ଭାଷାରେ ଅଧିକାଂଶ ଶବ୍ଦ ହେଉଛି ଇଂରାଜୀ। ଏଥିରେ ଅଳ୍ପ କେତେକ ସ୍ପେନୀୟ ଓ ପର୍ତ୍ତୁଗୀଜ ଶବ୍ଦ ରହିଛି। ଏହି ଭାଷାରେ ଶବ୍ଦର ରୂପଭେଦ ନାହିଁ। କର୍ତ୍ତା କର୍ମ, ଏକବଚନ, ବହୁବଚନ, ସ୍ତ୍ରୀଲିଙ୍ଗ, ପୁଲ୍ଲିଙ୍ଗ ସବୁ ପ୍ରାୟ ସମାନ, ଯଥା ମୁଁ, ଆମେମାନେ ଇତ୍ୟାଦି କ୍ରିୟାର କାଳ ରୂପ ନାହିଁ। ଏହି ଭାଷାରେ ପଶ୍ଚିମ ମହାସାଗରୀୟ ଦ୍ୱୀପପୁଞ୍ଜ ମାନଙ୍କରେ ବ୍ୟବହୃତ ହୋଇଥାଏ। ମରିସସ୍ କ୍ରେଲ୍ ମରିସସ୍ ଦ୍ୱୀପ 1715 ଖ୍ରୀଷ୍ଟାବ୍ଦରେ ଫରାସୀମାନଙ୍କ ଦ୍ୱାରା ଅଧିକୃତ ହେବା ପରେ କୃଷିକାର୍ଯ୍ୟ ଓ ଗୃହକାର୍ଯ୍ୟ ସାହାଯ୍ୟ କରିବା ଲାଗି ନିଗ୍ରୋମାନେ ମାଡାଗାସ୍କରରୁ ଆନିତ ହୋଇଥିଲେ। ଉଭୟ କଥୋପକଥନ ସୁବିଧା ଦୃଷ୍ଟିରୁ ମରିସସ୍ କ୍ରେଲ୍ର ଭାଷା ସୃଷ୍ଟି ଅର୍ଥାତ୍ ଫରାସୀମାନଙ୍କ ଦ୍ୱାରା ଅଧିକୃତ ହେବା ପରେ ସେମାନଙ୍କ ମଧ୍ୟରେ ଗୃହ କାର୍ଯ୍ୟ କୃଷି କାର୍ଯ୍ୟରେ ସୁବିଧା ସୁଯୋଗ ପାଇଁ ମରିସସ୍ କ୍ରେଲ୍ର ଭାଷା ପ୍ରଚଳନ ହେଲା। 1810 ମସିହାରେ ଏହି ଦ୍ୱୀପକୁ ଇଂରାଜୀମାନେ ଅଧିକାର କରିଥିଲେ ଏବଂ ଏହି ଦ୍ୱୀପରେ ଇଂରେଜ ଭାଷାର ପ୍ରଚଳନ ଘଟାଇଥିଲେ ମଧ୍ୟ ଏହି ଦ୍ୱୀପରେ ସମ୍ପୂର୍ଣ୍ଣ ଏହି ମିଶ୍ରିତ ଭାଷା ଲୋପ ପାଇ ନାହିଁ। ଏକବଚନ ବହୁବଚନର ଭେଦ ନାହିଁ, କାରକ ବିଭକ୍ତି ନାହିଁ, କ୍ରିୟା ରୂପ ନାହିଁ। ଏବେ ଦେଖିବା ଚିନୁକ୍ ମିଶ୍ର ଭାଷା। ଉତ୍ତର ଆମେରିକା ଓ ଓରେଗନ୍ ଅଞ୍ଚଳରେ ଏହି ଭାଷା ଉତ୍ପନ୍ନ ଓ ବ୍ୟବହୃତ। ଆଦିମ ଆମେରିକାନ୍ ଭାଷା ଚିନୁକ୍, ନୁଟ୍କା ପ୍ରଭୃତି ସହିତ ଇଂରାଜୀ ଓ ଫରାସୀ ଭାଷା ସମ୍ମିଶ୍ରଣ ଏହି ଭାଷାର ସୃଷ୍ଟି।
ସବିର ଭାଷା ଭୂ ମଧ୍ୟସାଗରର ବନ୍ଦର ଅଞ୍ଚଳରେ ଏହି ଭାଷା ପ୍ରୟୋଗ ହୋଇଥାଏ। ଏଥିରେ ଫରାସୀ, ସ୍ପେନୀୟ, ଇଟାଲୀ, ଗ୍ରୀକ୍, ଆରବିକ୍ ପ୍ରଭୃତି ଭାଷାର ମିଶ୍ରଣ ହୋଇଅଛି। ସେହିପରି କୃତ୍ରିମ ଭାଷା ଏହି ସ୍ୱାଭାବିକ ଭାବରେ ସମାଜ ଦ୍ୱାରା ବିକଶିତ ନ ହୋଇ ବ୍ୟକ୍ତି ବା ସୀମିତ ବ୍ୟକ୍ତିବର୍ଗଙ୍କ ଦ୍ୱାରା କୃତ୍ରିମ ଭାବରେ ଗଠିତ। ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଗୁପ୍ତ ବା ରୂଢ଼ ଭାଷା, ସାମ୍ୟ ଭାଷା ବା ବ୍ୟାପକ ଭାଷା। ଏକ୍ସପାରେଣ୍ଡୋ ପୋଲାଣ୍ଡବାସୀ ଚକ୍ଷୁ ଚିକିତ୍ସକ ଡକ୍ଟର ଏଲ୍ ଜାମେନହଫ ଜଣେ ବିଖ୍ୟାତ ଭାଷାବିତ୍ ଥିଲେ ଓ ୟୁରୋପୀୟର ପ୍ରାୟ ସମସ୍ତ ଭାଷା ଲେଖି ପଢ଼ି ଓ କହି ଜାଣିଥିଲେ। ଏହି କୃତ୍ରିମ ଭାଷାର ସୃଷ୍ଟି ପାଇଁ ତାଙ୍କର ସମଗ୍ର ଜୀବନକାଳ ଉତ୍ସର୍ଗ କରିଦେଇଥିଲେ ଓ ସର୍ବପ୍ରଥମେ 1887 ଖ୍ରୀଷ୍ଟାବ୍ଦରେ ବିଶ୍ୱ ସମକକ୍ଷରେ ଏହି ଭାଷାକୁ ଉତ୍ସର୍ଗ କରିଥିଲେ। ଏହି ଭାଷାର ପ୍ରଚାର ଲାଗି ଏକ ସଂସ୍ଥା ସଂଗଠିତ ହୋଇଥିଲା। କିଏ କହିଥିଲେ? ଇଏ ଏକ୍ସପାରେଣ୍ଡୋ ଭାଷା ପୋଲାଣ୍ଡର ଚକ୍ଷୁ ଚିକିତ୍ସକ ଡକ୍ଟର ଏଲ୍ ଜାମେନହଫ କରିଥିଲେ। କେତେ ମସିହାରେ? 1887 ମସିହାରେ। ଲିଗ୍ ଅଫ୍ ନେସନ୍ସ ଅନୁରୋଧରେ ପୃଥିବୀର ବହୁ ରାଷ୍ଟ୍ରର କେତେକ ଶିକ୍ଷାୟତନରେ ଏହାର ଶିକ୍ଷା ଦିଆଯାଇଥିଲା। ଏକ୍ସପାରେଣ୍ଡୋ ଭାଷା ଶିକ୍ଷା କ୍ଷେତ୍ର ମଧ୍ୟରେ ପ୍ରଚଳିତ ଥିଲା। 1925 ଖ୍ରୀଷ୍ଟାବ୍ଦରେ ଆନ୍ତର୍ଜାତୀୟ ତାରାବାର୍ତ୍ତା ସଂଘ ଏହାର ଉଚ୍ଚ ପ୍ରଶଂସା କରିଥିଲେ। 1927 ଖ୍ରୀଷ୍ଟାବ୍ଦରେ ପୃଥିବୀର 44ଟି ପ୍ରଧାନ ଆକାଶବାଣୀରେ ଏ ସମ୍ପର୍କରେ ପ୍ରଚାର ହୋଇଥିଲା। ଭାରତବର୍ଷର ଦିଲ୍ଲୀରେ ଏହି ଭାଷାର ବ୍ୟବସ୍ଥା ଅଛି। ଏକ୍ସପାରେଣ୍ଡୋ ଏକ ଲାଟିନ ଶବ୍ଦ ଓ ଏହାର ଅର୍ଥ ଯେ ଆଶା କରେ। 1837 ମସିହାରେ ସୃଷ୍ଟି ଏହି ଭାଷା 1839 ମସିହାରେ ପ୍ରାୟ 1 ଲକ୍ଷ ଲୋକଙ୍କର ସାଧାରଣ ଭାଷା ହୋଇପାରିଥିଲା। ଏବେ ଆମେ ଇଣ୍ଡୋ ଭାଷା ସମ୍ପର୍କରେ ଦେଖିବା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ 1907 ଖ୍ରୀଷ୍ଟାବ୍ଦରେ ୟୁରୋପର କେତେକ ଭାଷାବିତ୍ ଏକ୍ସପାରେଣ୍ଡୋ ପରିବର୍ତ୍ତନ ଆବଶ୍ୟକ ବୋଲି ଅନୁଭବ କରି ଏକ ନବୀନ ଭାଷାର ପୃଥିବୀବାସୀ ଆଗରେ ଉପସ୍ଥାପନ କଲେ। ଇଣ୍ଡୋ ଶବ୍ଦଟି ହେଉଛି ଏକ୍ସପାରେଣ୍ଡୋ ଭାଷାର ଏକ ଶବ୍ଦ ଯାହାର ଅର୍ଥ ଶିଶୁ। ଆଜିର ଭିଡ଼ିଓରେ ଆମେ ଫାର୍ଷ୍ଟ ୟୁନିଟ୍ ଭାଷାର ସଂଜ୍ଞା ସ୍ୱରୂପର ସମ୍ପୂର୍ଣ୍ଣ ଭାବେ ଗୋଟିଏ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିସାରିଲେ। ପରବର୍ତ୍ତୀ ଭିଡ଼ିଓରେ ଆମେ ଦେଖା ହେବା।